ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବାକୁ ଯାଉଛେ ଏସ୍ଏସ୍ବି ଟିଜିଟିର ଏକ୍ଜାମ୍ ଡେଟ୍ ବିଷୟରେ। ଫ୍ରେଣ୍ଡସ୍, ଏସ୍ଏସ୍ବି ଟିଜିର ଏକ୍ଜାମ୍ କେବେ ହେବ, ଇତିମଧ୍ୟରେ ଫର୍ମ ଫିଲ୍ଅପ୍ ମଧ୍ୟ ସରିଛି, ତ ସମସ୍ତ ପ୍ରକାରର କାର୍ଯ୍ୟ ସରିଛି। ତ ଏକ୍ଜାମ୍ କେବେ ହେବ ସେହି ସମ୍ପର୍କରେ ମୁଁ ଆପଣମାନଙ୍କ ସହିତ ଡିଟେଲ୍ସରେ ଡିସ୍କସନ୍ କରିବାକୁ ଯାଉଛି। ତ ଯଦି ଫ୍ରେଣ୍ଡସ୍ ଆପଣମାନେ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି ତ ପ୍ଲିଜ୍ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ତ ଚାଲନ୍ତୁ ଫ୍ରେଣ୍ଡସ୍, ସାଙ୍ଗମାନେ ମୁଁ ଯେତେବେଳେ ଏସ୍ଏସ୍ବି ଅଫିସକୁ ଯାଇଥିଲି ତ ସେଠି କ'ଣ ହେଇଥିଲା ନା ଏସ୍ଏସ୍ବି ଟିଜିଟିର ଯେଉଁ ଏକ୍ଜାମ୍ ଡେଟ୍ ବିଷୟରେ ପଚାରିବାକୁ ଯାଇଥିଲି। ତ ଫାଷ୍ଟ ଅଫ୍ ଅଲ୍ ତାଙ୍କର କ'ଣ ହେଉଛି ନା ଅଫିସ୍ ତ ନୂଆ ବିଲ୍ଡିଂ କାମ ଚାଲିଛି ଏବଂ ସେମାନେ କ'ଣ ରଖିଛନ୍ତି ନା ସିକ୍ୟୁରିଟି ରଖିଛନ୍ତି। ଓକେ, ତ ଫାଷ୍ଟ କ'ଣ ହେଲା ନା କୌଣସି ପ୍ରକାର ମାନେ ଏସ୍ଏସ୍ବି ସହିତ କଣ୍ଟାକ୍ଟ କରି ହେଇପାରିଲା ନାହିଁ। ତ ସିକ୍ୟୁରିଟି ଆମକୁ ଟୋଟାଲି ଏଣ୍ଟ୍ରି ହିଁ କରେଇଦେଲେ ନାହିଁ, ତ ଆମକୁ ସେଇଠୁ ବାହାର କରିଦେଲେ। ତ ଏବଂ ତାପରେ ମଧ୍ୟ କୌଣସି ପ୍ରକାରର ମେଲ୍ର ମଧ୍ୟ ରିପ୍ଲାଏ ଦେଉନାହାନ୍ତି, ଏସ୍ଏସ୍ବି ତରଫରୁ କୌଣସି ରିପ୍ଲାଏ ଦିଆଯାଉ ନାହିଁ। ତ କୌଣସି ପ୍ରକାରର ଇନଫର୍ମେସନ୍ ରିଗାର୍ଡ଼ିଂ ଏକ୍ଜାମ୍ ଟିଜିଟି ଏକ୍ଜାମ୍ ବିଷୟରେ ତ ଏପର୍ଯ୍ୟନ୍ତ ଆମ ପାଖରେ କୌଣସି ପ୍ରକାରର ହସ୍ତାନ୍ତର ହୋଇପାରୁନାହିଁ। ତଥାପି ଆମେ ଚେଷ୍ଟା ଚଲାଉଛୁ ଯେ କେମିତି କଣ୍ଟାକ୍ଟ କରାଯାଇପାରିବ ଏବଂ ଏକ୍ଜାମ୍ ଡେଟ୍ ସମ୍ପର୍କରେ ଆମେ ତାଙ୍କ ପାଖରୁ କିଛି ଇନଫର୍ମେସନ୍ ପାଇପାରିବୁ। ତ ଯଦି ଆମେ ଡିସ୍କସନ୍ କରିବା, କାହିଁକି ନା ଦେଖନ୍ତୁ ଏସ୍ଏସ୍ବିର ଯଦି ଆମେ ଟ୍ରେଣ୍ଡ ଦେଖିବାକୁ ଯିବା ତାହେଲେ ଯେଉଁଦିନ ଏସ୍ଏସ୍ବିର ପିଜିଟି ଏକ୍ଜାମ୍ ହେଲା ସେଇଦିନ ତାହାର ଆନ୍ସର୍ କି ଆସିଲା ଏବଂ ଖୁବ୍ ଜଲ୍ଦି ଲେକ୍ଚରସିପ୍ର କ'ଣ ହେଉଛି ନା ତାହାର ନୋଟିଫିକେସନ୍ ମଧ୍ୟ ସର୍ଟ ନୋଟିସ୍ ମଧ୍ୟ ଆସିଯାଇଥିଲା। ତ ଇତିମଧ୍ୟରେ ଯେଉଁ ଲେକ୍ଚରସିପ୍ର ଯେଉଁ ଏକ୍ଜାମ୍ ଟିକେ ଲେନ୍ଦି ପ୍ରୋସେସ୍, ଯେହେତୁ ଏଥିରେ କ'ଣ ହେଇଛି ନା ଇଣ୍ଟରଭ୍ୟୁ ମଧ୍ୟ ଅଛି। ଓକେ, ତ ତେଣୁ ଏଇଟା ଟିକେ ପ୍ରୋବ୍ଲେମ୍ ହେଉଛି। ତାପରେ ମଧ୍ୟ କେସ୍ ମଧ୍ୟ ହେଇଥିଲା, ଫିଜିକ୍ସ ନା କେମିଷ୍ଟ୍ରି ପିଲାମାନେ ମଧ୍ୟ କେସ୍ କରିଥିଲେ। ତ ତାହା ଦ୍ୱାରା ମଧ୍ୟ ଟିକେ ଡିଲେ ହେଇଛି, ନହେଲେ ଆପଣ ଏତେ ମଧ୍ୟରେ ଆପଣମାନେ କ'ଣ ହେଇଥାନ୍ତେ ଆପଣଙ୍କର ଡେଟ୍ ମଧ୍ୟ ଦେଖିବାକୁ ପାଇସାରନ୍ତେ। ତ ଯଦି ଆମେ ଏଠି କୌଣସି ପ୍ରକାରର କ'ଣ କରିବା ନା ଫୋରକାଷ୍ଟ କରିବା, ବହୁତ ଜଲ୍ଦି ଆପଣମାନଙ୍କର ଲେକ୍ଚରସିପ୍ର ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସ୍ ହେଉଛି ତାହା କନକ୍ଲୁଡ଼ ହେବ ଏବଂ କ'ଣ ହୋଇଛି ନା ମୁଖ୍ୟମନ୍ତ୍ରୀ ଯେଉଁ ରିସର୍ଚ୍ଚ ଫେଲୋସିପ୍ର ତାହାର ଏକ୍ଜାମ୍ ମଧ୍ୟ ହେବ। ତ ଆମେ ଯଦି ଏଠି ଆଶା କରିବା ଆମେ କିଛି ଦିନ ମଧ୍ୟରେ ଏସ୍ଏସ୍ବିର ଯେଉଁ ଟିଜିଟି ଏକ୍ଜାମ୍ର ଡେଟ୍ ମଧ୍ୟ ଆଗକୁ ଦେଖିପାରିବା। ତ ନେକ୍ସଟ ଯେଉଁ ସପ୍ତାହ ରହିଲା ଆମେ ସେଇ ସପ୍ତାହରେ ତା'ର ଡେଟ୍ ଆସିଯିବ ବୋଲି ଆମେ ଆଶା କରୁଛୁ। ତ ହୋପ୍ ଫର୍ ବେଷ୍ଟ, ଆପଣମାନେ ପଢ଼ାପଢ଼ି କରନ୍ତୁ, ଦେଖା ହେଉ ଆଗକୁ କ'ଣ ହେଉଛି।